Hello everyone, many thanks. Congratulations to all of you for the sociology class plus 2 Arts second year ଓଡ଼ିଶା syllabus। ଆଜିର ଅଧ୍ୟାୟରେ ଆଲୋଚ୍ୟ ବିଷୟ ହେଉଛି ଆମର ଜୀବଶ୍ୱରବାଦ ବା ଆ, ଜୀବାତ୍ମାବାଦ। ଏହା ପ୍ରାଚୀନ କାଳରୁ ଆଦିମ ଜନଜାତିମାନଙ୍କର ଧାର୍ମିକ ଚିନ୍ତା ଚେତନା ଉପରେ ଆଧାରିତ, ଯାହାକି ପ୍ରାଚୀନ କାଳରୁ ଜନଜାତିମାନେ ବଣ ଜଙ୍ଗଲରେ ବାସ କରୁଥିଲେ ଏବଂ ସେମାନଙ୍କର ଦୈନିକ ଜୀବନଯାପନ ରୀତିନୀତି ଧାର୍ମିକ ବିଶ୍ୱାସ ଉପରେ ଆଧାରିତ ଥିଲା, ଯାହାଫଳରେ ସେମାନେ ଜୀବାତ୍ମା ଉପରେ ଅଧିକ ବିଶ୍ୱାସ କରୁଥିଲେ, ଯେଉଁଟାକି ସେମାନେ ଭାବୁଥିଲେ ପ୍ରତ୍ୟେକ ପ୍ରାକୃତିକ ବସ୍ତୁ ଉପରେ ଜୈବିକ ବା ଜୈବିକ ଆତ୍ମା ବା ପରମାତ୍ମା ଅବସ୍ଥାନ କରିଥାନ୍ତି ଏବଂ ସେହି ପ୍ରାକୃତିକ ବସ୍ତୁ ଗୁଡ଼ିକ ପ୍ରାକୃତିକ ଐଶ୍ୱରିକ ଶକ୍ତି ଦ୍ୱାରା ଆଧାରିତ ବା ଅଲୌକିକ ଶକ୍ତି ଉପରେ ସେମାନେ ଅଧିକ ବିଶ୍ୱାସ କରୁଥିଲେ, ଯେଉଁଠାରୁ କି ବଣ ଜଙ୍ଗଲରେ ଥିବା ବୃକ୍ଷଲତା, ପଥର, ଝରଣା, ନଦୀ ଆଦିକୁ ସେ ଜୀବାତ୍ମା ବା ଈଶ୍ୱର ବା ଅଲୌକିକ ଶକ୍ତି ଥିବା ସେମାନେ ବିଶ୍ୱାସ କରନ୍ତି। ତେଣୁ ସେମାନେ ସେହାକୁ ନିଜର ଦୈନନ୍ଦିନ ଜୀବନରେ ସେମାନଙ୍କୁ ପୂଜା ଆରାଧନା କରନ୍ତି ଏବଂ ଅଧିକ ଈଶ୍ୱର ଆତ୍ମାବାଦ ଉପରେ ବିଶ୍ୱାସ କରି ତାଙ୍କୁ ପୂଜା ଅର୍ଚ୍ଚନା କରନ୍ତି ଏବଂ ନିଜର ସାନ୍ନିଧ୍ୟ ଲାଭ କରିବା ପାଇଁ ପ୍ରାଚୀନ କାଳରୁ ଏହି ଧର୍ମ ରୀତିନୀତି ଜନଜାତିମାନଙ୍କର ଦୈନନ୍ଦିନ ଜୀବନ ଉପରେ ଧାର୍ମିକ ବିଶ୍ୱାସ ବା ଅଲୌକିକ ଶକ୍ତି ଉପରେ ବିଶ୍ୱାସ ଅଧିକ ରହିଥାଏ। ତେଣୁ ଏହାକୁ ଜୀବାତ୍ମା କୁହାଯାଏ। ସେମାନେ ଭାବନ୍ତି ଯେ ଏହି ଜୀବାତ୍ମା ବା ପରମାତ୍ମାକୁ ଆମେ ବିଶ୍ୱାସ କଲେ, ପୂଜା ଆରାଧନା କଲେ ଆମର ରୋଗ ବୈରାଗ ଆରୋଗ୍ୟ ହେବା ସହିତ ଆମର ଧନ ସମ୍ପତ୍ତି ଏବଂ ସାମାଜିକ ଆର୍ଥିକ ଅବସ୍ଥା ଦୂରୀଭୂତ ହେବ। ତେଣୁ ସେ ପ୍ରାଚୀନ କାଳରୁ ବଣ ଜଙ୍ଗଲରେ ବାସ କରୁଥିବା ଜନଜାତିମାନେ ସେମାନେ ଜୀବାତ୍ମା ଉପରେ ବା ଅଲୌକିକ ଶକ୍ତି ଉପରେ ବିଶ୍ୱାସ କରନ୍ତି ଏବଂ ଏହି ଶକ୍ତିକୁ ବିଶ୍ୱାସ କରି ନିଜର ଦୈନନ୍ଦିନ ଜୀବନ ଜୀବିକା ନିର୍ବାହ କରନ୍ତି। ପ୍ରାୟ ଭାରତବର୍ଷରେ ଏହା 0.6% ଭାଗ ଜୀବାତ୍ମା ଉପରେ ବାସ କରୁଥିବା ଜନଜାତିମାନଙ୍କୁ ଦେଖାଯାନ୍ତି। ଏହା ଭାରତର ବିଭିନ୍ନ ଜନଜାତିକ ରାଜ୍ୟ ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦି ଆସାମ ଆଦି ଅଞ୍ଚଳରେ ବହୁ ଜନଜାତିମାନେ ଏହି ପ୍ରକାର ଜୀବାତ୍ମାକୁ ବିଶ୍ୱାସ କରି ନିଜର ଦୈନନ୍ଦିନ ଜୀବନ ନିର୍ବାହ କରିଥାନ୍ତି। ତେଣୁ ଏହା ହେଉଛି ଜୀବାତ୍ମାବାଦର ମୂଳ ଲକ୍ଷ୍ୟ ବା ଉଦ୍ଦେଶ୍ୟ। ତେଣୁ ପୁଣି ଦେଖା ହେବା ଆସନ୍ତା ଅଧ୍ୟାୟରେ ନେକ୍ସଟ ଟପିକ୍ ସହିତ। ଆପଣ ଆମର ଏହି ଚ୍ୟାନେଲର ନୀଳ ଥମ୍ବନେଲ୍ ଥିବା ଭିଡ଼ିଓକୁ କ୍ଲିକ୍ କରି ସେକେଣ୍ଡ ଇୟର କୋର୍ସକୁ ପରିଦର୍ଶନ କରିପାରିବେ ଏବଂ ଲାଲ ଥମ୍ବନେଲ୍ ଥିବା ଭିଡ଼ିଓକୁ ପରିଦର୍ଶନ କରି ସୋସିଓଲୋଜିର ଫାଷ୍ଟ ପେପରକୁ ଅଧ୍ୟୟନ କରି ନିଜର ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ସେୟାର କରିବା ସହିତ ଅନ୍ୟ +3ର ସମସ୍ତ ସୋସିଓଲୋଜି ବିଷୟକୁ ଅପଡେଟ୍ ହିସାବରେ ପାଇପାରିବେ। ଏଇଟା କେବଳ +2 ଓଡ଼ିଶା ସିଲାବସ୍ ଉପରେ ଆଧାରିତ, ସେକେଣ୍ଡ ଇୟର ଏବଂ ଫାର୍ଷ୍ଟ ଇୟର ସିଲାବସ୍ ଉପରେ। ତେଣୁ ପୁଣି ଦେଖା ହେବା ଆସନ୍ତା ଭିଡ଼ିଓରେ। ଥ୍ୟାଙ୍କ ୟୁ, ଜୟ ହିନ୍ଦ।